ମୋ ନାଁ ରାଜୀବ କୁମାର ବାରିକ, ସୁବର୍ଣ୍ଣପୁର ଗ୍ରାମରେ ରହୁଛି। ଥାନାର ଦ୍ୱାରସ୍ଥ ହେଇଛୁ ଆମେ ସୁବର୍ଣ୍ଣପୁର ଗ୍ରାମବାସୀ ମାନେ। ଆମର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଚଗଲା ବାଗ ସେହି ସମୟରେ ଇଲେକ୍ଟ୍ରି ଆଣିବା ପାଇଁ ଗ୍ରାମକୁ ନୂଆ ସେ ଜାଗାରେ ସେ ପ୍ରଥମରୁ କିଛି ଇଲେକ୍ଟ୍ରି ପାଣି ବ୍ୟବସ୍ଥା ନଥିଲା। ଇଲେକ୍ଟ୍ରି ଆଣିବା ପାଇଁ ଆମେ ପ୍ରତ୍ୟେକ ମେମ୍ବରଙ୍କ ଠାରୁ 10,000 ଟଙ୍କା ଲେଖାଏଁ କଲେକ୍ସନ୍ କରିଥିଲୁ। କୌଣସି କାରଣବଶତଃ ଇଲେକ୍ଟ୍ରି ସେ ଜାଗାକୁ ସାଂକ୍ସନ୍ ହୋଇପାରିଲା ନାହିଁ। ସେଥିପାଇଁ କମିଟିରେ ଲୋକମାନେ ଆମେ ମିଶିକି ଫାଇନାଲ୍ କଲୁ ଯେ ପଇସା ଆମେ ରିଟର୍ଣ୍ଣ କରିଦେବା। ଯେତେବେଳେ ପଇସାଟାକୁ ଆମେ ରିଟର୍ଣ୍ଣ କରିବାକୁ ଗଲୁ ସେତେବେଳେ ଆମକୁ 1,80,000 ଟଙ୍କା ସର୍ଟେଜ୍ ପଡ଼ିଲା। ଯେଉଁ ବାବଦକୁ ପଇସା ଯାଇଥିଲା ସେ ବାବଦରେ ଖର୍ଚ୍ଚ ହୋଇନାହିଁ। ସେଥିପାଇଁ ବର୍ତ୍ତମାନ ସେମାନେ ଆମକୁ ଯାହା ପଇସା ଫେରାଇଲା ପରେ ବି 1,15,000 ଟଙ୍କା ବର୍ତ୍ତମାନ ଆମକୁ ଚଗଲା ବାବୁଙ୍କ ପାଖରେ ଅଛି। ଉଇଥି ବ୍ୟକ୍ତିଗତ ଭାବେ ଇଲିଗାଲି ମାନେ ପ୍ରଣାଳୀରେ ସେ ନେଇଛନ୍ତି, କିଛି ଲୋକଙ୍କ ଠାରୁ ବ୍ୟକ୍ତିଗତ ଭାବେ ବି ପଇସା ନେଇଛନ୍ତି, 15,000-20,000 ଟଙ୍କା ଭଳିଆ ନେଇଛନ୍ତି। ସେ ଲୋକମାନେ ବି ଅଛନ୍ତି, ସେମାନେ ବି କହିପାରିବେ। ଏଇସବୁ ଜିନିଷର ଆମର ଇଏ ମାଗିବାରୁ ଆମର ବର୍ତ୍ତମାନର ସଭାପତି ଯେ ତାଙ୍କୁ କହିବାରୁ ଯେ ଲୋକ ଆମକୁ ପ୍ରେସର କଲେଣି, ଆପଣ ଟିକେ ପଇସାଟା ଦେବାର ବ୍ୟବସ୍ଥା କରନ୍ତୁ। ଯାହା କରିବାରୁ ସେ ତାର ବଦଲା ସ୍ୱରୂପ ଆମର ସଭାପତିକୁ ବିଭିନ୍ନ ମିଥ୍ୟା କେସ୍ରେ ଫସାଇ ଆଜିକି 3 ଦିନ ହେଲାଣି ଆମ ସୁବର୍ଣ୍ଣପୁର ଗ୍ରାମବାସୀଙ୍କୁ ହଇଚଇ କରିସାରିଲେଣି। ଧମକ ଦେଉଛନ୍ତି ଯେ ତମେ ଜାଗା ବିକ୍ରି କରୁଛ, ତମର ଭିଡ଼ିଓ ମୁଁ ମିଡ଼ିଆରେ ଅଛି, ମିଡ଼ିଆର ମାନେ ଅମକ କରିଦେବି, ଢିଙ୍କି କରିଦେବି, କୌଣସି କିଛି ଭିଡ଼ିଓ ବହୁଜନ ମିଡ଼ିଆରେ ଅଛନ୍ତି ବୋଲି ଆମକୁ ସେ କହୁଛନ୍ତି। ତାଙ୍କର ଯେ ଫୋନ୍ କଲାବେଳକୁ ଦେଖାଯାଉଛି ତାଙ୍କ ଟ୍ରୁ କଲର୍ରେ ବହୁଜନ ମିଡ଼ିଆ ବୋଲି କହୁଛନ୍ତି। ଆଉ ସେ ଏଇସବୁ ଇଏ କରିକି ଆମକୁ ହଇରାଣ କରୁଛନ୍ତି। ଆମ ସଭାପତିଙ୍କ ନାଁରେ FIR କରିଛନ୍ତି, ହଇରାଣ କରୁଛନ୍ତି। ଆମକୁ ଉଚିତ ନ୍ୟାୟ ଦରକାର। ମୋ ନାଁ ବୁଦ୍ଧି ନାୟକ, ସୁବର୍ଣ୍ଣପୁର ଜାଗାରେ ଘର କରିକି ରହିଛୁ। ବହୁତ ଦିନ ତଳେ ଆଜ୍ଞା ଇଲେକ୍ଟ୍ରି ପଇସା କଲେକ୍ସନ୍ କରାଯାଇଥିଲା 100-150 ଲୋକଙ୍କ ଠାରୁ। ଦୀର୍ଘ 15-20 ଲକ୍ଷ ଟଙ୍କା ଖଣ୍ଡେ କଲେକ୍ସନ୍ ହୋଇଥିଲା। ଚଗଲା ବେହେରା ସଭାପତି ଥିଲେ ପୂର୍ବତନ। କହୁନି ଆମେ ମିଡ଼ିଆରେ ଅଛୁ, ଇଏ କରିଦେବୁ ସିଏ କରିଦେବୁ, 12 ପ୍ରକାର ଜିନିଷ ଆମକୁ ଧମକା ଧମକି ଭଲ ମନ୍ଦ କରୁଛନ୍ତି। ସେମିତି ମୁଁ କହୁନାହାନ୍ତି ସେ ଝାମେଲା ସୃଷ୍ଟି କରିବା ପରେ ସେ କେସ୍ ବାସ୍ କରିବା ପରେ ଆଜି ଆସିଛି ଦରକାର। ଆମ ସଭାପତି କ'ଣ ପଇସା ମାଗିଲେ, ସେ ପୁରୁଣା ପଇସା ବୋଲି ଆସିକି କେସ୍ କରିଛନ୍ତି ସଭାପତିଙ୍କ ନାଁରେ। ଆଉ ମୋ ନାଁ ସନାତନ ପ୍ରଧାନ, ସୁବର୍ଣ୍ଣପୁର ଗ୍ରାମର ବର୍ତ୍ତମାନ ସଭାପତି। ମୋତେ ଏମିତି ଅନେକ ବାର ଟର୍ଚର କରୁଛନ୍ତି। ବହୁଜନ ମିଡ଼ିଆରେ ସେ ଅଛନ୍ତି ବୋଲି କହି ମୋତେ ଅନେକ ଥର ପଇସାର ବାରମ୍ବାର ଧମକ ମାଗୁଛନ୍ତି। ମୁଁ କୌଣସି ପ୍ରକାର ତାଙ୍କ କଥା ନ ଶୁଣିବା ସତ୍ତ୍ୱେ ସେ ଥାନାରେ ମୋ ନାଁରେ ମିଥ୍ୟା ଅଭିଯୋଗ କରି ମୁଁ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ଧମକ ଦେଉଛି ବୋଲିକି ସେ ମୋ ନାଁରେ ଆସିକି ଅଭିଯୋଗ କରିଛନ୍ତି। ତେଣୁ 3 ଦିନ ହେଲାଣି ମୋତେ ଅନେକ ବାର ପୋଲିସ ଟର୍ଚର କରୁଛନ୍ତି। ମୁଁ ତେଣୁ ନିଜେ ଆସି ବର୍ତ୍ତମାନ 1,15,000 ଲିଖିତରେ ଆମକୁ ଦେଇଛନ୍ତି। କିଛି ମୌଖିକରେ ଲୋକଙ୍କ ଠାରୁ ନେଇଛନ୍ତି। ସେ ମୌଖିକ ଟଙ୍କାଟା ଆମକୁ ଦର୍ଶାଇ ନାହାନ୍ତି। ତେଣୁ ଯେଉଁ ଲୋକ ଦେଇଛନ୍ତି, ଯେହେତୁ ଆମର ସମୂହ କାର୍ଯ୍ୟ ପାଇଁ ଦେଇଛନ୍ତି, ମୁଁ ବାରମ୍ବାର ଟର୍ଚର ହେଇକରି ଧରାଶାୟୀ ହୋଇସାରିଛି। ଯଦି ନ୍ୟାୟ ନ ପାଇବି ତାହେଲେ ଏଠି ମୌଜାବାସୀ ଆସିକି ଧାରଣା ଦେଇକି ଥାନାର ଦ୍ୱାରସ୍ଥ ହେବେ।